କାହିଁକି ହାରିଲା ବିଜେଡି? 3 ମାସ ପରେ ନେତାଙ୍କ ବିସ୍ଫୋରକ ବୟାନ, ଦଳରେ ବିଦ୍ରୋହ। ହଁ ଆଜ୍ଞା, ନିର୍ବାଚନର 3 ମାସ ପରେ ବିଜେଡିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଜଣେ ପରେ ଜଣେ ନେତା ମୁହଁ ଖୋଲିବାର ଲାଗିଛନ୍ତି। ଦଳ କାହିଁକି ଏତେ ବଡ଼ ପରାଜୟ ଭୋଗିଲା? କେଉଁଠି ଭୁଲ ରହିଲା? ପରାଜୟ ପାଇଁ ଦାୟୀ କିଏ? ଏ ତମାମ ପ୍ରଶ୍ନକୁ ନେଇ ବିଜୁ ଜନତା ଦଳ ମାନସ ମନ୍ଥନ ଜାରି ରହିଛି। ତେବେ ଏହାରି ମଧ୍ୟରେ ଦଳର ପରାଜୟର ବଡ଼ କାରଣ କହିଛନ୍ତି ବରିଷ୍ଠ ନେତା। ନିର୍ବାଚନ ଶେଷ ହେବାର 3 ମାସ ପରେ ମୁହଁ ଖୋଲିଛନ୍ତି ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ। ପ୍ରଦୀପଙ୍କ ବୟାନ ପରେ ବିଜେଡିରେ କିଛି ଠିକ୍ ଚାଲିନଥିବା କୁହାଯାଉଛି। ମୁହଁ ଖୋଲୁଛନ୍ତି ଜଣକ ପରେ ଜଣେ ନେତା, ପୁଣି ମୁହଁ ଖୋଲିଲେ ଅନ୍ୟ ଜଣେ ବରିଷ୍ଠ ନେତା। ଦଳ କାହିଁକି ହାରିଲା ସେ ନେଇ ନବୀନ ପଟ୍ଟନାୟକଙ୍କ ଆଗରେ ସ୍ପଷ୍ଟ କରିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ। ଦୀର୍ଘ 2.5 ଦଶନ୍ଧି ଧରି କ୍ଷମତାରେ ଥିବା ବିଜେଡି ସରକାରରୁ ହଟିବାର ପ୍ରାୟ 3 ମାସ ପରେ ବୁଲେଇ ବଙ୍କେଇ ନିଜ ପରାଜୟର ସମୀକ୍ଷା କରୁଛି। ଦଳ ତରଫରୁ ପରାଜୟର ସମୀକ୍ଷା ପାଇଁ କୌଣସି କମିଟି ଗଠନ ହୋଇନଥିଲେ ମଧ୍ୟ ନେତାମାନେ ସିଧାସଳଖ ଦୁର୍ବଳ ନିର୍ବାଚନ ପରିଚାଳନାକୁ ଦାୟୀ କରିଛନ୍ତି। ବିଭିନ୍ନ ସାଂଗଠନିକ ଜିଲ୍ଲାର କର୍ମକର୍ତ୍ତା ଓ ନେତାଙ୍କୁ ଡାକି ସମୀକ୍ଷା କରୁଥିବା ଦଳର ସୁପ୍ରିମ ନବୀନ ପଟ୍ଟନାୟକଙ୍କୁ ଦଳ ପରାଜୟର ଏସବୁ କାରଣ ପ୍ରତି ନେତାମାନେ ଅବଗତ କରୁଥିବାର ଦେଖିବାକୁ ମିଳିଛି। ଆଦିବାସୀ ନେତା ପ୍ରଦୀପ ମାଝୀ ସମୀକ୍ଷା ବୈଠକରେ ଦଳ ପରାଜୟର ଯେଉଁ ସବୁ କାରଣ ନବୀନଙ୍କୁ ଅବଗତ କରାଇଛନ୍ତି ତାହା ବିଜେଡି ରାଜନୀତିକୁ ଉଷ୍ମ କରିଛି। ପ୍ରଦୀପ ମାଝୀ କହିଛନ୍ତି ନବରଙ୍ଗପୁରରେ ଦଳ ହାରିବାର ପ୍ରଥମ କାରଣ ହେଉଛି ନିର୍ବାଚନ ପୂର୍ବରୁ ବିଜେଡି ବିଜେପି ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ମେଣ୍ଟ ପ୍ରଚାର ଯୋଗୁଁ ସଂଖ୍ୟାଲଘୁଙ୍କ ମଧ୍ୟରେ ଆମେ ବିଶ୍ୱସନୀୟତା ହରାଇଲୁ। ଦ୍ୱିତୀୟ କାରଣ କହିଛନ୍ତି ଦଳ ମଧ୍ୟରେ ଥିବା ଅନ୍ତକନ୍ଦଳ। ଦଳରେ ଜଣେ ନେତା ଓ ଅନ୍ୟ ନେତାଙ୍କର ଚେର କାଟିବାକୁ ସବୁବେଳେ ଚେଷ୍ଟା କରୁଥିଲେ। ନେତାଙ୍କ ଭିତରେ ଥିବା ଅନ୍ତର୍ଘାତୀ କାର୍ଯ୍ୟକଳାପ ପରାଜୟ ପାଇଁ ଦାୟୀ ବୋଲି କହିଛନ୍ତି ପ୍ରଦୀପ। ପରାଜୟର ତୃତୀୟ କାରଣ କହିଛନ୍ତି ଖରାପ ନିର୍ବାଚନ ପରିଚାଳନା ଯୋଗୁଁ ଦଳ ହାରିଲା। ଏଥିସହ ନିର୍ବାଚନ ଜିତିବା ନେଇ ଆଦୌ କୌଣସି ମେକାନିଜିମ୍ ନଥିଲା ବୋଲି ନବୀନଙ୍କ ସମ୍ମୁଖରେ କହିଛନ୍ତି ପ୍ରଦୀପ। ଏହି 3ଟି କାରଣ ଯୋଗୁଁ ଦଳ ନବରଙ୍ଗପୁରରେ ପରାଜୟ ହୋଇଥିଲା। ଏଥିସହ ସେ ପରାଜୟ ହେବା ସହ ଅନେକ ଟାଣୁଆ ବିଧାୟକ ମଧ୍ୟ ନିର୍ବାଚନ ହାରିଥିବା କଥା କହିଛନ୍ତି ପ୍ରଦୀପ। ଚର୍ଚ୍ଚା ହେଉଛି ଆଗାମୀ ଦିନରେ ଏହି କନ୍ଦଳ ପାଇଁ ଭୁବନେଶ୍ୱରରେ ବିଜେଡିକୁ ବଡ଼ ଝଟକା ଲାଗିପାରେ। କାରଣ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡାଙ୍କ ବିରୁଦ୍ଧରେ ଖୋଲାଖୋଲି ବିଦ୍ରୋହ କରିବା ଆରମ୍ଭ କରିଦେଇଛନ୍ତି 2 କର୍ପୋରେଟର। ନିର୍ବାଚନ ମଣ୍ଡଳୀର ବିବାଦ ଏବେ ବିଜେଡି ମୁଖ୍ୟାଳୟରେ ଶଙ୍ଖ ଭବନରେ ପହଞ୍ଚିଲାଣି। ଛାମୁଆ ନେତାଙ୍କ ଉପସ୍ଥିତିରେ ହଙ୍ଗାମା ଆଉ ତାପରେ କଡ଼ା ବୟାନବାଜି ଦଳୀୟ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ଲଗାଇଛି। ତେବେ ସମାଧାନ ପାଇଁ ବିଜେଡି ସୁପ୍ରିମୋ କି ପଦକ୍ଷେପ ନେଉଛନ୍ତି ତା ଉପରେ ସମସ୍ତଙ୍କର ନଜର ରହିଛି। ଦ ରିପୋର୍ଟ 3KYT।